ଶ୍ରୀମନ୍ଦିର ଜଗମୋହନର ତୁରନ୍ତ ମରାମତି ପାଇଁ କେନ୍ଦ୍ର ବିଶେଷଜ୍ଞ ଦଳ ଅନୁଧ୍ୟାନ କରିଛନ୍ତି। ଏହି ପ୍ରସଙ୍ଗର ବିବାଦ ଏଡ଼ାଇ ତୁରନ୍ତ ସ୍ଥାୟୀ ଓ ଦୀର୍ଘକାଳୀନ ମରାମତି ପାଇଁ ଗଜପତି ମହାରାଜ ପରାମର୍ଶ ଦେଇଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ରୋଆନୁ ଏବେ ବାଂଲାଦେଶ ମୁହାଁ ହୋଇଛି। ଏହା ଫଳରେ ସୃଷ୍ଟି ହୋଇଥିବା ବାତ୍ୟା ଆଶଙ୍କା ଦୂର ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ 22 ତାରିଖ ଠାରୁ ପାଗରେ ପରିବର୍ତ୍ତନ ଦେଖାଦେବ। ଆଜି ସିବିଏସ୍ଇ ଯୁକ୍ତ 2 ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଝିଅମାନଙ୍କର ପାସ୍ ହାର 88.58% ଥିବାବେଳେ ପୁଅମାନଙ୍କର ପାସ୍ ହାର 78.85% ରହିଛି। ଦିଲ୍ଲୀର ସୁକୃତି ଗୁପ୍ତା 497 ମାର୍କ ରଖି ସାରା ଦେଶରେ ଟପ୍ କରିଛନ୍ତି। ଭାରତର ବହୁ ପୁରାତନ କଂଗ୍ରେସ ପାର୍ଟି ଭିତରେ ମତଭେଦ ଏବେ ଚରମ ସୀମାରେ ପହଞ୍ଚିଛି। ସଦ୍ୟ ସମାପ୍ତ 5ଟି ରାଜ୍ୟର ନିର୍ବାଚନରେ କଂଗ୍ରେସର ବିଫଳତା ପାଇଁ ଆତ୍ମଚିନ୍ତନ ନ କରି ସର୍ଜରୀ କରିବାର ଆବଶ୍ୟକତା ରହିଛି ବୋଲି ଦଳର ବରିଷ୍ଠ ନେତା ଦିଗ୍ବିଜୟ ସିଂହ ଦେବ କହିଛନ୍ତି। ରକ୍ଷା ମନ୍ତ୍ରଣାଳୟର ଦିନକୁ ଦିନ ବଢୁଥିବା ଖର୍ଚ୍ଚ ଉପରେ ତଦାରଖ କରିବା ପାଇଁ କେନ୍ଦ୍ର ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ରିଟାୟାର୍ଡ ଲେଫ୍ଟନାଣ୍ଟ ଜେନେରାଲ ଡି.ବି. ସାକତକରଙ୍କ ନେତୃତ୍ୱରେ ଏହି 11 ଜଣିଆ କମିଟି ଗଠନ କରାଯାଇଛି। ଦେଶର ବିଭିନ୍ନ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କାର ଋଣ ନେଇ ଉଦ୍ୟୋଗପତି ବିଜୟ ମାଲ୍ୟା ବିଦେଶରେ ରହୁଥିବା ସ୍ଥଳେ ତାଙ୍କ ପାଇଁ ଉତ୍ତରପ୍ରଦେଶ ପିଲିଭିଟର ଚାଷୀ ମନମୋହନ ସିଂ ହରଡ଼ ଘରରେ ପଡ଼ିଛନ୍ତି। ମାଲ୍ୟାଙ୍କୁ ଜାଣିନଥିବା ମନମୋହନ ତାଙ୍କ ବ୍ୟାଙ୍କ ଋଣରେ ଜମାଖାତା ଥିବା ବ୍ୟାଙ୍କ ଅଫ୍ ବରୋଦା କହିଛି। ଫଳସ୍ୱରୂପ ମନମୋହନଙ୍କର ବ୍ୟାଙ୍କରେ ରହିଥିବା 2ଟି ଖାତାକୁ ସିଜ୍ କରାଯାଇଛି। IRCTC ଶତାବ୍ଦୀ ଏବଂ ରାଜଧାନୀ ଟ୍ରେନ୍ର ଯାତ୍ରୀମାନଙ୍କ କେଟରିଂ ପାଇଁ ନୂଆ ବିକଳ୍ପ କରିଛି। ଏହା କେବଳ 4ଟି ପ୍ରିମିୟମ ଟ୍ରେନ୍ ପାଇଁ ହୋଇଛି। ଏହି ପାଇଲଟ ପ୍ରୋଜେକ୍ଟ ଯୋଜନା 45 ଦିନ ପାଇଁ ଲାଗୁ ହେବ। ବିହାର ସରକାର ରାଜ୍ୟରେ ପାନ ମସଲା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ପ୍ରତିବନ୍ଧକ 1 ବର୍ଷ ପାଇଁ ଲଗାଯାଇଛି। ରାଜ୍ୟରେ ଗୁଟଖା ଓ ପାନ ମସଲା ବିକ୍ରି ଯୋଗାଣ କିମ୍ବା ମହଜୁଦ ରଖିଲେ ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ 2006 ଅନୁଯାୟୀ ଉକ୍ତ ବ୍ୟକ୍ତିଙ୍କୁ ଦଣ୍ଡିତ କରାଯିବ। ଭାରତକୁ ନାଟୋରେ ସାମିଲ ହେବା ପାଇଁ ଆମେରିକା ପ୍ରସ୍ତାବ ଦେଇଛି। ଚୀନର ବଢୁଥିବା ପ୍ରଭାବକୁ ପ୍ରତିହତ କରିବାକୁ ଆମେରିକା ସିନେଟ ଏଭଳି ପ୍ରସ୍ତାବ ଦେଇଛି। ଭାରତର ନିଷ୍ପତ୍ତି ଉପରେ ଚୀନ ଓ ପାକିସ୍ତାନର ନଜର ରହିଛି। ଆତଙ୍କବାଦୀ ସଂଗଠନ ISIS ଭାରତରେ ଆକ୍ରମଣ କରିବା ପାଇଁ ଏକ ଭିଡିଓ ମାଧ୍ୟମରେ ଧମକ ଦେଇଛି। ଆରବୀ ଭାଷାରେ ଏହି ଭିଡିଓରେ 4 ଜଣ ଭାରତୀୟ ISISରେ ସାମିଲ ହୋଇଥିବା ଦୃଶ୍ୟ ମଧ୍ୟ ରହିଛି। ସଲମାନଙ୍କ ସାନ ଭାଇ ସୋହେଲ ମହିଳା ସାମ୍ବାଦିକଙ୍କୁ ଖରାପ ଭାଷାରେ ଗାଳି କରିଛନ୍ତି। ସଲମାନ ତାଙ୍କ ବାନ୍ଧବୀ ଲୁଲିଆଙ୍କୁ ବିବାହ କରିବେ କି ବୋଲି ପ୍ରଶ୍ନରେ ଅତିଷ୍ଠ ହୋଇ ସୋହେଲ ଖାନ ଏଭଳି ବ୍ୟବହାର କରିଛନ୍ତି। ମାତ୍ର ସଲମାନଙ୍କ ମତରେ ସୋହେଲ କିଛି ଖରାପ କରିନାହାନ୍ତି। ହାଇଦ୍ରାବାଦ ଓ ଦିଲ୍ଲୀ ମଧ୍ୟରେ ହୋଇଥିବା IPL ମ୍ୟାଚରେ ଦିଲ୍ଲୀ ଅନ୍ତିମ ଓଭରରେ ରୋମାଞ୍ଚକ ବିଜୟ ହାସଲ କରିଛି। ଏହି ସମୟରେ ଦିଲ୍ଲୀର ବ୍ୟାଟ୍ସମ୍ୟାନ୍ କରୁଣ ନାୟାର ନିର୍ଣ୍ଣାୟକ ଭୂମିକା ନିଭାଇଥିଲେ। ଦିଲ୍ଲୀ 6 ୱିକେଟରେ ଏହି ମ୍ୟାଚକୁ ଜିତେଇ ନେଇଥିଲା। आमे प्रतिदिन निजको प्रस्तुत करिथाउ विभिन्न काम पाई। हेले दुर्घटना पाई आपण केबे भी प्रस्तुत न थांती। खास सेइथि पाई आमे सबु बेले प्रस्तुत। अश्विनी हॉस्पिटल, मल्टी स्पेशलिटी हॉस्पिटल एंड ट्रॉमा केयर सेंटर, presenting mind-boggling 7-day movie experience at Bhavani Mall, Bhubaneswar. Avail special discount on group booking. Visit today. एटीट्यूड बिजनेस स्कूल एक निर्भरयोग्य शिक्षानुष्ठान आपण मानक पई आनी देछि अनेक गुडिये पाठ्यक्रम। एडमिशन पई तुरंत जोगाजोग करंतु BS1 अमृता कॉम्प्लेक्स CRPF स्क्वायर भुवनेश्वर। फोन नंबर 9238846054। Ganga Spa presents ultimate relaxing destination at Shahid Nagar, Bhubaneswar. Trained therapist at your service with specialized skills. Get membership and avail special discounts throughout the year.
LCC Shahidnagar. Join PGDCA, MDSC, DCA, Tally and lot more. Special discount for BPL card holders. Join today.